ଗ୍ୟାସ୍ ଅନ୍ କରିବା, କଡ଼େଇ ଦେବା, କଡ଼େଇରେ ତେଲ ଦେବା। ଆପଣମାନେ ଅନେକ ପ୍ରକାର ବନ୍ଧାକୋବି ରେସିପି ଘରେ କରି ଖାଇଛନ୍ତି, ଏପରି କରି ଖାଆନ୍ତୁ, ଟେଷ୍ଟି ଅଛି। ପ୍ରଥମେ କୋବି ନେବା, ଆଳୁ ନେବା, ଆଳୁ ଆଉ ବନ୍ଧାକୋବି ଅଳ୍ପ ହେଇଗଲାଣି। ଏବାରେ ଗାଜର ଦେବା, ଗାଜରଟାକୁ କୋବି ଆଉ ଆଳୁ ଭଲ ଭାବରେ ଭାଜିବା। ଗ୍ୟାସକୁ ସ୍ଲୋ କରି ଭାଜିବା, କଡ଼େଇରେ ନ ଲାଗେ। ବନ୍ଧାକୋବି ଆଳୁ ଗାଜର ବର୍ତ୍ତମାନ ପାଇଁ ଭଜା ହେଉଛି। ତାକୁ ଗ୍ୟାସ୍ ସ୍ଲୋ କରି 2 ମିନିଟ୍ ସିଝିବା ପାଇଁ ଛାଡ଼ିଦେବା। କଡ଼େଇର ଢାଙ୍କା ଦେଇଦେବା। ବର୍ତ୍ତମାନ ଆମର 2 ମିନିଟ୍ ହେଇଯାଇଛି। ଏବାରେ କଡ଼େଇର ଢାଙ୍କା ଖୋଲିଦେବା, ତାକୁ ଭଲ ଭାବରେ ଦେଖି ନେବା ସିଝିଛି କି ନାହିଁ। ସିଝା ହେଇଗଲାଣି, ଆଉ ଗୋଟେ ଜାଗାରେ ତାକୁ ରଖିଦେବା। କୋବି ଆଳୁ ଗାଜର ଭଜା ବର୍ତ୍ତମାନ ପାଇଁ ହେଇଗଲା। ବର୍ତ୍ତମାନ ପାଇଁ ଆମର କୋବି ଭଜା ହେଇଯାଇଛି। ଏବାରେ କଡ଼େଇରେ ତେଲ ଦେବା। ମୁଁ ଏଠି ବ୍ୟବହାର କରୁଛି ସୋରିଷ ତେଲ, ଆପଣମାନେ ଚାହିଁଲେ ସୋରିଷ ତେଲ କି ରିଫାଇନ୍ ତେଲ ବ୍ୟବହାର କରିପାରିବେ। ଦେବା ପଞ୍ଚଫୁଟଣ, ଦେବା ତେଜପତ୍ର, ଏବାରେ ଦେବା ସାମାନ୍ୟ ଚିନି। ଆପଣ ଚାହିଁଲେ ଯେମିତି ଚିନି ଦେଇପାରିବେ। ଭଲ ଭାବରେ ଚାମଚରେ ପଛଡ଼ କରିଦେବା। ଫୁଟଣଟା ଭଲ ଭାବରେ ଫୁଟି ଆସିଲାଣି ଆମର, ମାନେ ଫୁଟଣ ହେଇଯାଇଛି। ଏବାରେ ପିଆଜ ଦେବା, ବର୍ତ୍ତମାନ ପିଆଜ ଆମର ହେଇଗଲାଣି। ଏବାରେ ପିଆଜ ସଣ୍ଡା କାଟିଥିବା ଦେବା। ପିଆଜ ସଣ୍ଡାଟା ଦେଲେ ଟେଷ୍ଟିଟା ଭଲ ଲାଗେ। ପିଆଜ ସଣ୍ଡା ଭଲ ଭାବରେ ଭାଜିଦେବା। ପିଆଜ ଗୁଲିଟା ଆମର ହେଇଯାଇଛି। ଏବେ ଅଦା ରସୁଣ ପେଷ୍ଟ ଦେବା। ମୁଁ ଏଠି ଅଦା ରସୁଣ ଛେଚା ଦେଇଛି, ଆପଣ ଚାହିଁଲେ ପେଷ୍ଟ କରିପାରିବେ। ଅଦା ରସୁଣ ଛେଚାଟା ବହୁତ ଟେଷ୍ଟି ଥାଏ। ଏବେ ଆମେ ଗୁଣ୍ଡ ମସଲା ଆଡ୍ କରିବା। ପ୍ରଥମେ ହଳଦୀ ଦେବା, ଲଙ୍କା ଦେବା, ଧନିଆ ଗୁଣ୍ଡ ଦେବା, ଆଉ ସବ୍ଜି ମସଲା ଦେବା। ମସଲାଟା କଡ଼େଇରେ ନ ଲାଗେ। ମସଲା ହେଇଯାଇଛି। ଏବେ ମଟରସୁଟି ଦେବା। ମଟରସୁଟିଟାକୁ ଭଲ କରି ମସଲାରେ ଭାଜିବା। ମଟରସୁଟି ବର୍ତ୍ତମାନ ପାଇଁ ହେଇଯାଇଛି। ଏବେ ଟମାଟୋ ଦେବା। ମସଲା ଆମର ବର୍ତ୍ତମାନ ପାଇଁ ହେଇ ଆସିଲାଣି। ଏବାରେ ଭାଜିକି ରଖିଥିବା କୋବି ଆଳୁ ଗାଜର ଦେବା। ଭାଜିକି ଦେଇଥିବା କୋବି ଆଳୁ ଗାଜର ମସଲାରେ ଭଲକି କଷିବା। 2 ମିନିଟ୍ ଭଲ ଭାବରେ କଷିବା। ଦେଖନ୍ତୁ କେମିତି ଦେଖାଯାଉଛି ମସଲା। 2 ମିନିଟ୍ ବର୍ତ୍ତମାନ ଆମର ହେଇଯାଇଛି। ଏବେ ଢାଙ୍କାଟାକୁ ଖୋଲିଦେବା। ଦେଖ କୋବି କିଭଳି ଦେଖାଯାଉଛି। ଉପରେ ସାମାନ୍ୟ ଲୁଣ ଦେଇଦେବା। କୋବିଟାରୁ ପାଣି ଛାଡ଼ିଯିବ। ଲୁଣ ଦେଇକି କିଛି ସମୟ ପାଇଁ ତାକୁ ଢାଙ୍କାରେ ବନ୍ଦ କରିଦେବା। ଏବେ ଆମର ଟାଇମ୍ ହେଇଗଲାଣି। ଏବେ ଖୋଲିକି ଦେଖିବା କେମିତି ଦେଖାଯାଉଛି। ବହୁତ ବଢ଼ିଆ ଦେଖାଯାଉଛି। ବର୍ତ୍ତମାନ ପାଇଁ ଆମର ହେଇ ଆସିଲାଣି। ଏବେ ସାମାନ୍ୟ ପାଣି ଦେବା। ପାଣି ଦିଆ ହେଇଗଲାଣି।
ତାକୁ 5 ମିନିଟ୍ ପାଇଁ ଛାଡ଼ିଦେବା। ଏବେ ତାକୁ ଚାପା ଦେଇଦେବା। ଏବେ ଘୋଡ଼ଣି ଖୋଲି ଦେଖିବା କଡ଼େଇର। ବର୍ତ୍ତମାନ ଏହି କୋବି ଆମର ହେଇଗଲାଣି। ଦେଖନ୍ତୁ ସୁନ୍ଦର ଲାଗୁଛି। ଆପଣ ଘରେ ବନେଇକି ଖାଇପାରିବେ। ଉପରେ ଟିକେ ଧନିଆ ପତ୍ର ଦେଇଦେବା। ଆପଣମାନଙ୍କୁ ମୋ ଭିଡ଼ିଓ କେମିତି ଲାଗିଲା ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, କମେଣ୍ଟରେ ଜଣାଇବେ।